यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज छो आलोचना करिबा अस्थायी विद्या बुड़ीजीव है। मन रखी था विद्या मुख्यतः 4 प्रकार। तंत्र विद्या, जंत्र विद्या, मंत्र विद्या एवं ब्रह्म विद्या। बुझे होछि ना? ये 4 विद्या भितर ब्रह्म विद्याटा होछि को चिरस्थायी। आउ जो 3 विद्या ये होछि क्षणस्थायी। किंतु सबु विद्यार पावर मध्य अछि। तो नागभाष बंधन फेर तो राम लक्ष्मण पड़े। तंत्र विद्या गोटे जिनिष भारी क्षतिकारक। बुझी? एवं मंत्र विद्या भक्तिकारक। जंत्र विद्या मध्य गोटे संसार अच्छी एवं ब्रह्म विद्या मध्य गोटे संसार अच्छी। जुगानुवाद सत्य त्रेता द्वापर था कलिर मध्य अच्छी। कलि युग तंत्र विद्याटा साधारणत्व हो। अनेक व्यक्ति विशेष तंत्र विद्या को अध्ययन करी से निजको निजे महापुरुष बोली कौन हे परिचय देवे। एक कथा आम कह महापुरुष अच्युतानंद दास एक कथा कहते राम को हे बाबू राम कलिर जिते बेले अंतिम पर्याय आसीबो अनेक व्यक्ति विशेष मो शास्त्र को अध्ययन करी निज निज महापुरुष कही अनेक व्यक्ति मध्य तंत्र विद्या अध्ययन करी निज निज महापुरुष कही। बुझी होछि ना? किंतु अच्युत वचन केही न पालिबे। किंतु महापुरुष अच्युत कोउत पई कहिसंती से कथा केही अनुभव करिवे एवं समस्ते कुंभीर कांदना कांदी यथा समस्ते कहबे आमे होतु विष्णु भक्त किंतु कृष्ण सहित कहार प्रीति नथि। आमर जन्म कला पुओटीए जदि राति हला घर को न आउछ आमे व्यग्र हो जाउछ। तो दिन मो प्रभु पाके नीति ही पाइला नहीं सेटा के व्यग्र हेबे नाही। सेति महापुरुषंकर गोटा पद मन पड़े आमे से पद शब्दटी तो कही पारबु ना बाधिव से ठारी कही दौचु। ठाकुर साजिबे डैश बेश शेषु को अच्युति करिव विष। से डैश शब्दटा को गोटे पशुर नामकरण महापुरुष लिखिछन्ति। देख वर्तमान समय अनेक व्यक्ति माने घर स्काईलाइट रे मध्य ठाकुर फोटो रखुना। यात्रा पाटे देखियो विग्रह मान सब जगन्नाथ विग्रह मध्य प्रतिष्ठा माने कौन कर रखुना। माने ठाकुर को आगे गोटे आम छुआ गोटे गीत बोलती कालिया तू मोटरसाइकेल गलु बुलेट पछरे गलु एमती गोटे कि से सब गीत बोला हो। ठाकुर को बर्तमान
ଠାକୁରଙ୍କ ଭକ୍ତ ବୋଲି ଆମେ ସମସ୍ତେ କହୁଛେ, କିନ୍ତୁ ଠାକୁରଙ୍କ ପାଇଁ କାହାର ଶ୍ରଦ୍ଧା ନଥିବ ବୋଲି ଆମେ କହୁନୁ। ମହାପୁରୁଷ ଅଚ୍ୟୁତ ଏ କଥା କହିଥିଲେ, ଯାହା ତାଙ୍କ ଶାସ୍ତ୍ର ଆମକୁ ପ୍ରମାଣ ଦେଉଛି। କିନ୍ତୁ ଏ ଯୋଉ ଜିନିଷ ବର୍ତ୍ତମାନ ସମୟରେ ଚାଲିଛି, ଏଗୁଡ଼ିକ ଦିନେ ନା ଦିନେ କଣ ହବ, ଲୋପ ହେଇଯିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଭକ୍ତ ଶିରୋମଣି ରାମଦାସକୁ ବାରମ୍ବାର କହିଛନ୍ତି, ହେ ରାମ ମନ ରଖିଥା, ମୋ କଥାକୁ କେହି ମାନିବେ ନାହିଁ। ଅଚ୍ୟୁତ କଥାକୁ ସମସ୍ତେ ମିଥ୍ୟା ବୋଲି ମଧ୍ୟ ପ୍ରାୟ ବ୍ୟକ୍ତି ବିଶେଷ ମଣିବେ, କିନ୍ତୁ ଏମିତି ସମୟ ଆସିବ ନିଜକୁ ନିଜେ ଅଚ୍ୟୁତ ବୋଲି କହିବେ, ଏମିତି ସମୟ ଆସିବ ଏମାନଙ୍କର ବିନାଶ ହେବ। କେମିତି? ବ୍ରହ୍ମ ସତ୍ତା ହଉଛି ଗୋଟେ କଣ, ସୂର୍ଯ୍ୟ ନା ନାଇଁ? ରାତି ହେଲେ ଅନେକ ତରା ପଡୁ ଆକାଶରେ ଦେଖୁଛେ, ଆମେ ଚନ୍ଦ୍ର ମଧ୍ୟ ଜହ୍ନ ଦେଖୁଛେ। ଯେତେବେଳେ ସୂର୍ଯ୍ୟ ଉଦୟ ହଉଛନ୍ତି ସେତେବେଳେ ତରା ଆମକୁ ଦେଖାଯାଉଛି କି ଜହ୍ନ ଦେଖାଯାଉଛି କି? ଦେଖାଯାଉନି। ସେମିତି ଏମିତି ସମୟ ଆସିବ ଯେତେବେଳେ ବ୍ରହ୍ମସତ୍ତା ଜାଗି ଉଠିବ, ସେ ସମୟରେ ମନେ ରଖିଥାଅ ଜଡ଼ ମଧ୍ୟ ସଜାଗ ହେଇଯିବ। ଆଉ ଏଇ ଯୋଉ ମନ୍ତ୍ର ଶିଖି ପ୍ରଭୁଙ୍କର ନାଁ ନେଇ ଅନେକ ବ୍ୟକ୍ତି ବିଶେଷକୁ କୁପଥ ମାର୍ଗ ଯେଉଁମାନେ ନିଅନ୍ତି, ସେମାନଙ୍କର ଶେଷ ସମୟ ବହୁତ କଣ ହବ, କ୍ଷତିରେ ଘଟିବ, ବିନାଶ ହେବ, ବହୁତ ତାଙ୍କର କ୍ଷତି ଘଟିବ, ଯାହାକି ମୁଖରେ କହିହେଉ ନାହିଁ। କେବଳ ଜଗତରେ ମନେ ରଖ, ବ୍ରହ୍ମ ବିଦ୍ୟା ସତ୍ୟ, ଆଉ ଯେତେ ବିଦ୍ୟା ସେ ହଉଛି କଣ, କ୍ଷଣସ୍ଥାୟୀ ବା ଅସ୍ଥାୟୀ। ୟାରି ଉପରେ ମହାପୁରୁଷ ଅଚ୍ୟୁତ କଣ କହ, କହିଲେ ତନ୍ତ୍ର ମନ୍ତ୍ର ଯନ୍ତ୍ର ଦିନେ ବୁଡ଼ିଯିବ, ବ୍ରହ୍ମ ବିଦ୍ୟା ହେବ ସାର, ବ୍ରହ୍ମ ଯେ ମିଶାଣ ଫେଡ଼ାଣ ଗୁଣନ, ହରଣରେ ମନ ଯାର। ହେ ରାମ, ତନ୍ତ୍ର ମନ୍ତ୍ର ଯନ୍ତ୍ର ଦିନେ ବୁଡ଼ିଯିବ, ମାନେ ନିଶ୍ଚୟ ଏ ଦିନେ ନା ଦିନେ କଣ ହେଇଯିବ, ଲୋପ ହେଇଯିବ। ବ୍ରହ୍ମ ବିଦ୍ୟା ହେବ ସାର। ବ୍ରହ୍ମ ବିଦ୍ୟା କଣ ନା, ପ୍ରଭୁ ଭକ୍ତ, ଭକ୍ତ ପ୍ରଭୁ, ହେଲା। ଏଇ ଭାବ ଯାହା ପାଖରେ ଥିବ, ଏକାଗ ଭାବ ଯାହା ପାଖରେ ଥିବ, ସେ ହଉଛି କଣ, ବ୍ରହ୍ମ ବିଦ୍ୟା ବା ବ୍ରହ୍ମ ବିଦ୍ୟା ବୋଲନ୍ତି ସ୍ୱୟଂ ପରମ ବ୍ରହ୍ମଙ୍କର ବିଦ୍ୟାକୁ ବ୍ରହ୍ମ ବିଦ୍ୟା ବୋଲି କୁହାଯାଏ। ବ୍ରହ୍ମ ବିଦ୍ୟା କଣ, ପୂର୍ବ ଏପିସୋଡରେ ଆଲୋଚନା କରିବା, ଏଇଟା ମନେ ପକେଇଦବ। ଠାକୁର ଅଭିରାମ ପରମ ସାହାପରେ ଅନେକ କଥା ଲେଖିଛନ୍ତି। ଅଚ୍ୟୁତ କହୁଛନ୍ତି ତନ୍ତ୍ର ମନ୍ତ୍ର ଯନ୍ତ୍ର ଦିନେ କଣ ହେଇଯିବ, ବୁଡ଼ିଯିବ, ବ୍ରହ୍ମ ବିଦ୍ୟା ହେବ ସାର। ବ୍ରହ୍ମ ଯେ ମିଶାଣ ଫେଡ଼ାଣ ଗୁଣନ, ହରଣରେ ମନ ଯାର। ଯିଏ ବ୍ରହ୍ମକୁ ମିଶେଇ ପାରୁଥିବ, ବ୍ରହ୍ମକୁ ଫେଡ଼ି ପାରୁଥିବ, ବ୍ରହ୍ମକୁ ହରି ପାରୁଥିବ, ବ୍ରହ୍ମକୁ ଗୁଣି ପାରୁଥିବ, ଏ ଭାବ ଯାହାର ଥିବ, ସେ ଅଟେ ସାମନ୍ତ ଅନ୍ତର ଭକତ। ଶୁଣତୁ ବ୍ରଜକୁ ମୋର, ବାରଣ ବେଳକୁ ବାରଣା ଚାରଣା, ଯୋଗ ମାୟାଙ୍କ ବିଚାର। ଜୟ ଜଗନ୍ନାଥ। ବୋଲେ ହେ ରାମ, ଏ କଥା ଯିଏ ଜାଣିଥିବ, ସେ ଅଟେ ସାମନ୍ତ, ସେ ହଉଛି ମୋର ପ୍ରକୃତ ଭକ୍ତ। କେମିତିଆ ଭକ୍ତ ନା, ଅନ୍ତର ଭକ୍ତ, ସେ ମୋର ହୃଦୟର ଭକ୍ତ। ଶୁଣତୁ ବ୍ରଜ କୁମାର, ହେ ରାମ ତୁ ଏକଥା ଶୁଣୁ। ବାରଣ ବେଳକୁ ବାରଣା ଚାରଣା, ଯୋଗ ମାୟାଙ୍କ ବିଚାର। ଯେତେବେଳେ ବାରଣା ଚାରଣା ହେବେ ଶେଷ ସମୟ ବେଳକୁ, ଯେମିତି ରାହୁ ଆଉ ଦେବତା
ମିଶି ଯାଇଥିଲେ ଅମୃତ ଖାଇବା ପାଇଁ। ଚନ୍ଦ୍ର ଜାଣିପାରିଲେ କ'ଣ ଇଏ ହେଉଛନ୍ତି ଦାନବ ରାହୁ। ଇଏ ସେଇଠୁ ଜାଣିପାରିଲା ପରେ ନାରାୟଣ ଯୋଗମାୟା ରୂପ ହୋଇ ଯେମିତି କ'ଣ କଲେ, ମୋହିନୀ ନାରୀ ରୂପ ହୋଇକି ରାହୁର ମୁଣ୍ଡକୁ କାଟିଦେଲେ। ଇଏ ସେମିତି ଏ ଯେଉଁ ମିକ୍ସଚର ହେଇକି ରହିଛନ୍ତି, ଯେତେବେଳେ ବାରଣା ଚାରଣା ହେବ, ବଛା ବଛି ହେବ, ମହାପୁରୁଷ କହନ୍ତି ଯୋଗମାୟାଙ୍କ ବିଚାର, ଆଙ୍କୁ ବିଚାର କରିବେ ସ୍ୱୟଂ ଯୋଗମାୟା। ହେଲା, ପୂର୍ବରୁ ସେଟା ଆଲୋଚନା କରିବା। ଯୋଗମାୟା କିଏ, ମହାମାୟା ମଧ୍ୟ କିଏ ସେ। ଜୟ ଜଗନ୍ନାଥ। ସେ ଅଚ୍ୟୁତଙ୍କ ସଦିଚ୍ଛା ପୂର୍ଣ୍ଣ ବୋଲ ଆନନ୍ଦେ ହରି ବୋଲ।